ଷାଠିଏ ଟଙ୍କା ପାଇଁ ହୋଇଯାଇଥିଲା ମହାଭାରତ। ଆଉ ସେ ମହାଭାରତରେ ଜଣେ ଯୁବକ ହରାଇଥିଲେ ପ୍ରାଣ। ଘଟଣାଟି ହେଉଛି ଓଡ଼ିଶାର ବାରଙ୍ଗ ଅଞ୍ଚଳରେ ଥିବା କନକ ଦୁର୍ଗା ସାହିରେ ଘଟିଥିବା ଏକ ଘଟଣା। ଆଉ ସାଙ୍ଗମାନେ କିଭଳି ଭାବରେ 60 ଟଙ୍କା ପାଇଁ ଆଉ ଜଣେ ସାଙ୍ଗର ବୈରୀ ସାଜିଥିଲେ ଆଉ ସାଙ୍ଗକୁ ଜୀବନରୁ ମାରି ଦେଇଥିଲେ। କାହିଁକି ଆଉ କିଭଳି ପରିସ୍ଥିତିରେ 60 ଟଙ୍କା ପାଇଁ ସେ ତାକୁ ହତ୍ୟା କରିଥିଲେ, ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ଆଉ ଯେଉଁମାନେ ପ୍ରଥମ କରି ଚ୍ୟାନେଲକୁ ଆସିଛନ୍ତି ସେମାନଙ୍କୁ ଅନୁରୋଧ କରିବି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ କରିନେବେ। ଆପଣ ସବସ୍କ୍ରାଇବ କରିନେଲେ ଆଉ ଏଇଭଳି ନୂଆ ନୂଆ ଭିଡ଼ିଓ ଆସିଲେ ଆପଣ ପାଖକୁ ପ୍ରଥମେ ନୋଟିଫିକେସନ ଚାଲିଯିବ। ଆଜି ଯେଉଁ ସତ୍ୟ ଘଟଣାଟି ମୁଁ ଆପଣଙ୍କ ପାଖରେ ଉପସ୍ଥାପନ କରିବାକୁ ଯାଉଛି, ଏହା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ୍ୟ ଘଟଣା। ଏହା ହେଉଛି ଓଡ଼ିଶାର ବାରଙ୍ଗ ଅଞ୍ଚଳର କନକ ଦୁର୍ଗା ସାହିରେ ଜଣେ ବୃଦ୍ଧ ବ୍ୟକ୍ତି ରହୁଥାନ୍ତି। ତାଙ୍କର 3 ଗୋଟି ଝିଅ ଆଉ ଗୋଟିଏ ବୋଲି ପୁଅ। ସେଥିପାଇଁ ସେ କ'ଣ କରନ୍ତି, ପୁଅଟିକୁ ଅତି ଗେହ୍ଲା କରିଥାନ୍ତି ଆଉ ସିଏ ସାଙ୍ଗସାଥୀ ମାନଙ୍କ ସହିତ ବୁଲାବୁଲି କରେ, ଯୁଆଡ଼େ ଇଚ୍ଛା ହୁଏ ସିଆଡ଼େ ଯାଏ, ଯାହା ପାରେ ତାହା ଖର୍ଚ୍ଚ କରେ। ବାପା ତାଙ୍କୁ କୌଣସି ବାଧା ଦିଅନ୍ତି, ତାଙ୍କୁ ସେ ଯାହା ଇଚ୍ଛା ଯେତେ ପଇସା ଦରକାର ତାଙ୍କୁ ଦିଅନ୍ତି। ଯଦି ସେଇ କୋଉ ସାଙ୍ଗ ମାନଙ୍କରେ ପଡ଼ିବା, ଯୋଉ ପୁଅଟି ଯାଇ କୋଉ ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରେ, ଯଦି ବାପା ଆଜି ବାରଣ କରିଥାନ୍ତେ ସେ ଆଜି ଏଭଳି ପରିସ୍ଥିତି ହୋଇନଥାନ୍ତା। ଆଉ ଏଇ ଯୋଉ ବୃଦ୍ଧ ବ୍ୟକ୍ତି ଜଣକ ସେ ଗାଁକୁ ଯାଇଥିଲେ ବୁଲିବାକୁ, ଆଉ ଗାଁରୁ ଫେରୁଥାନ୍ତି, ତାଙ୍କ ଘର ହେଉଛି ବାରିପଦା। ସେ ବାରିପଦାରୁ ଫେରୁଥିଲେ, ପାଖାପାଖି ବାଲେଶ୍ୱର ପାଖାପାଖି ହୋଇଥିଲେ, ସେ ବସରେ ଥିଲେ। ହଠାତ୍ ତାଙ୍କ ପୁଅ ସୁଶାନ୍ତ ଫୋନ କଲା, ବାପା ଆମେ 3 ଜଣ ବୁଲିବାକୁ ଆସିଥିଲୁ, ମୋ ପାଖରେ ପଇସା ନାହିଁ, ମୋର 60 ଟଙ୍କା ନିହାତି ଦରକାର। ତେଣୁକରି ବାପା ବଡ଼ ଆଶ୍ଚର୍ଯ୍ୟ ହୋଇଲେ, କୁଆଡ଼େ ବୁଲିବାକୁ ଯାଇଛି ଆଉ 60 ଟଙ୍କାର ଆବଶ୍ୟକ କ'ଣ ପାଇଁ ଏତେ ପଡ଼ିଲା ଯେ 60 ଟଙ୍କା ପାଇଁ ମୋତେ ପୁଅ ଫୋନ କରିଛି। ୟାକୁ ଆଉ କିଛି ନ ଭାବି ବାପା କ'ଣ କଲେ ନା ପୁଅ ପାଖକୁ ପାଖାପାଖି 11:26 ବେଳେ ଫୋନ ପେ କରିଥିଲେ 60 ଟଙ୍କା। ଆଉ ଫୋନ ପେ କଲା ପରେ ବାପା ମନେ ମନେ ଭାବୁଥାନ୍ତି କ'ଣ ଏମିତି ଆବଶ୍ୟକ ପଡ଼ିଲା ପୁଅର ଯେ 60 ଟଙ୍କା ପାଇଁ ସେ ମୋତେ ଫୋନ କଲା। ତାପରେ ସେ ପାଖାପାଖି ଭଦ୍ରକ ପହଞ୍ଚିଗଲା ପରେ ସେ କ'ଣ କଲେ ନା ପୁଣି ଥରେ ପୁଅ ପାଖକୁ ଫୋନ କଲେ। ଆଉ ଫୋନ କଲା ପରେ ତା ନମ୍ବର ସୁଇଚ୍ ଅଫ୍ ଦେଖାଏ। ସେ ଏଥିରେ ବ୍ୟସ୍ତ ହୋଇପଡ଼ି କ'ଣ କରନ୍ତି, ତାଙ୍କ ଝିଅ ପାଖକୁ ଫୋନ କରନ୍ତି। ଆଉ ଝିଅ ପାଖକୁ ଫୋନ କଲା ପରେ ଝିଅ କୁହେ ଯେ ନାଇଁ ବାପା, ଘରେ ସେ ଶୋଇଥିଲା, କିନ୍ତୁ ରାଜେନ୍ଦ୍ର ଆଉ ମୋହନ ମାଣ୍ଡି ଏ 2 ଜଣ ଆସି ତାକୁ ଘରୁ ଡାକି ନେଇଛନ୍ତି, କୁଆଡ଼େ ବୁଲିବାକୁ ଯାଇଛନ୍ତି, ଆମେ ଜାଣିନାହୁଁ। ତେଣୁ ଇଏ ତା ବାପା ସିଓର ହେଇଗଲା ଯେ ଇଏ 3 ଜଣ କୁଆଡ଼େ ବୁଲିବାକୁ ଯାଇଛନ୍ତି, କିନ୍ତୁ ମୋବାଇଲଟି ସୁଇଚ୍ ଅଫ୍ ଅଛି ବୋଲି ସେ ତାଙ୍କ ମନ ଭିତରେ ଗୁଳେଇ ଘାଣ୍ଟି ହଉଥିଲା। ତେଣୁ ସେ ଘରେ ଆସି ପହଞ୍ଚିଲା ବେଳକୁ ପାଖାପାଖି 5ଟା ହୋଇଯାଇଥିଲା। 5ଟା ପର୍ଯ୍ୟନ୍ତ ବି ପୁଅ ଘରକୁ ଫେରି ନଥିଲା। ତେଣୁ କ'ଣ କଲେ, ଏଇ ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କ ପାଖ ପଡ଼ୋଶୀ ଜଣକୁ ପଚାରିଲେ କି ପୁଅ ବିଷୟରେ ଜାଣିଛ କି? ସେ ମଧ୍ୟ କହିଲା ମୁଁ ତ ମୋ ପୁଅ ପାଖକୁ ଫୋନ କରୁଥିଲି, କାହିଁ ତା ଫୋନ ଲାଗୁନାହିଁ, ସୁଇଚ୍ ଅଫ୍ ଦେଖାଉଛି। ତେଣୁ ଏମାନେ ବ୍ୟସ୍ତ ହୋଇ କ'ଣ କଲେ ନା ଚାରିଆଡ଼େ ଖୋଜାଖୋଜି କରିବା ଆରମ୍ଭ କରିଦେଲେ। ସେ ଖୋଜାଖୋଜି କଲା ପରେ ଯେତେବେଳେ ନ ପାଇଲେ, ଯେଉଁ 2 ଜଣଙ୍କ ସହିତ ଏଇ ପିଲାଟି ଯାଇଥିଲା, ତାଙ୍କ ପୁଅ ଯାଇଥିଲା, ସେ କ'ଣ କଲେ ନା ସେଇ 2 ଜଣଙ୍କ ପାଖକୁ ଗଲେ। ଆଉ ସେ 2 ଜଣକୁ ଯାଇ ପଚାରିଲେ ଯେ କି ପୁଅ କୁଆଡ଼େ ଗଲା, ତମ ସହିତ ଆସିଥିଲା, ପୁଅ କୁଆଡ଼େ ଗଲା? ସେ କୁହନ୍ତି ମଉସା ଆମ ସହିତ ସେ ଯାଇଥିଲା ସତ, ଆମର ନିଜ ନିଜ ଭିତରେ ଟିକେ ମନ ମତାନ୍ତର ହେଇଗଲା, ଆଉ ଗାଡ଼ିରେ ତେଲ ପକାଇବା ପାଇଁ ଟିକେ ଝଗଡ଼ା ହୋଇଯାଇଥିଲା, ସେଥିପାଇଁ ଆଉ ଆମେ 2 ଜଣ ତ ଘରକୁ ପଳେଇ ଆସିଲୁ, ସେ କୁଆଡ଼େ ଗଲା ଆମେ ଜାଣିନୁ। ତେଣୁକରି ବୃଦ୍ଧ ବ୍ୟକ୍ତି ଜଣକ ମନରେ ଭାରି ସଂଶୟ ସୃଷ୍ଟି ହେଉଥିଲା। ତେଣୁ ସେ ରାତି ହେଇଗଲାଣି, ଏଣେ ସେ ଯେଉଁ ଜାଗାକୁ ଯାଇଥିଲା ବୋଲି କହୁଛି, ଏ 2 ଜଣ କହୁଛନ୍ତି କି ସେ ଜାଗା ହାତୀ ପ୍ରବଣ ଅଞ୍ଚଳ, ତେଣୁକରି ହାତୀ ଡରରେ ଏମାନେ ଆଉ ରାତିରେ ଖୋଜାଖୋଜି କଲେ ନାହିଁ।
परदिन सकाळू ए दुई जन को नहीं पुणी खोजिबा पई बाहरी गले। किंतु ये जो दुई जन ये कौन करुथांती ना एमाने जो माने ताको सांगरे जाई थांती खोजिबा को सेमान को डाइवर्स करथांती जे ना ना इयाडे जाई नांती सेमाने ई गां बाटे देई गले एणे आसी खोजतु से जंगल आडे किछि नाही। एमाने भी एते संदेह न करी एमाने तांकरी बुद्धि रे पड़ी एमाने कोन एणे तणे खोजिबा को लागिले। एमिति खोजिबा खोजू खोजू बहुत लेट हो जाय थाए पाखापाखि दिन 2टा हो गला किंतु तार संधान कुछ पाइलेनी। तेणु बापा कौन कले ना एते तो विलंब हो गलानी गोटे मिसिंग केस लिखे दो। तेणु करी से जाई कौन कले ना गोटे मिसिंग केस बारंग थाना रे देले। मिसिंग केस बारंग थाना रे देला परे सेठी जने आत्रताण बाबू बोली जने थिले से कौन कले ना से वृद्ध व्यक्ति जन को सांत्वना देले आउ कहिले मु जाउची मोर किछि स्टाफ को नै खोजा खोजी करूछु देखुछु कोन हेछि सेठी कोउटी थिबो आमे पाई जिबा तमे व्यस्त हो नै। तेणु करी से कोन कले ना किछि स्टाफ को नै से खोजिबा पई बाहरी गले। आउ जाई से कोन कले से गां रे पचरा पचरी कले जे गां लोक कहिले हां 3 जन को आमे देखिछु से जिबार जंगल को पुणी जंगल रु आसीबा भी 3 जन को देखिछु आमे आउ किछि कहि परिबो नाही। तेणु करी से पुणी थरे तांको मन संदेह उठला से जंगल आड़ को गले आउ जंगल रे जाई बहुत खोजा खोजी कले। खोजा खोजी कला परे गोटे जंगल रो गोटे पार्श्व रे कोन होतरे कुकुर बहुत गुडे मिसी बहुत जोर से भूकु थांती। एमाने इमेति मन को कोन संदेह आसिला धीरे धीरे से माने कोन कले ना सही जागाटी को गले। गला बेल को देखंती गोटे शव पड़ीछाई आउ से शव पाखापाखि किछि कुकुर माने छिड़ाई भूकु थांती। तेणु करी से आउ काल विलंब न करी थाना को जणाइथिले आउ तांको बापा को मध्य जणाइथिले। समस्ते आसी से घटना स्थल रे पहुंचीथिले आउ देखिथिले कोन पुअर तो डेथ हे सारची बापा निज पुओ को चिन्हि पारिथिले। तापरे पुलिस को संपूर्ण घटना कहिथिले आउ से कहिथिले जे एई दुई जन को सांगरे राजेंद्र आउ मोहन मांडी एई दुई जन मो पुओ को डाकी कि नेइथिले आउ सेमानक मध्यरे बचसा हेतिला आउ जुक्ति तर्क हेतिला आउ 60 टंका मु फोन पे करि देइथिले। पुलिस जेतले एई दुई जन को अरेस्ट कला आउ प्राथमिक तदंत रु जानिबा को पाइला ई जो पिलाटी गाड़ी नहीं जाइथिला सुशांत जहार मृत्यु होईची ता गाड़ी रे तेल नथिला 60 टंका तेल पकाइबा पई 60 टंकार से माने कहारी पाखरे नथिला। ये दुई जन ता कहिथिले तू गाड़ी नै कि आसी तू तेल 60 टंकार पकई पानु एई कथा को आरंभ करी निज निज भितर जुक्ति तर्क नागिथिला। तापरे ये बापा को फोन करी 60 टंका आनी तेल पकई आसीथिले आउ ये जुक्ति तर्क धीरे धीरे बड़ होइतिला आउ ये दुई सांग मिसी जुक्ति तर्क भितर ताको मारी देइथिले। देखंतु मु एभली कथा कहि काहारी को भयभीत करिवार मोर उद्देश्य नुहे। सतर्क रुहंतु सजग रुहंतु कु बंधु मानक पाखरु दूरे रुहंतु। एई भली भल भल वीडियो आनिबा पई आपण मानकर सपोर्ट दरकार रहुची। नमस्कार। चैनल को सब्सक्राइब करने।